ବର୍ଷ ହେଲା ବିଜେଡି ଦଖଲରେ ରହିଥିବା ଆସିକା ଲୋକସଭାରେ ଏଥର ଆର ପାରର ଲଢ଼େଇ। ବିଜେଡି ଯୁବ ଚେହେରା ରଞ୍ଜିତା ସାହୁଙ୍କୁ ମଇଦାନକୁ ଓହ୍ଲାଇଥିଲା ତ ଅନିତା ଶୁଭଙ୍କରଙ୍କୁ ରିପିଟ୍ କରିଛି ବିଜେପି। କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା। ତେବେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ପଡ଼ିବ। ଆସିକାରୁ ସଂସଦ ହୋଇଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ। ତାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପନିର୍ବାଚନ ଜିତି ସାଂସଦ ହେବା ସହି ରାଜନୀତିରେ ଖଡ଼ି ଛୁଇଁଥିଲେ। ତେଣୁ ଆସିକାରେ ବିଜେଡିରେ ଲଢ଼ିବ ସମ୍ମାନର ଲଢ଼େଇ। ସେପଟେ ବିଜେଡି ଗଡ଼ରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେପି। ଗଡ଼ ରକ୍ଷା ପାଇଁ ବିଜେଡି ଆସିକା ଗଡ଼ ରକ୍ଷା ପାଇଁ ପୁରା ଦମ୍ ଲଗାଇଛି ବିଜେଡି। ନବୀନ ନିଜେ ଆସିକା ସମାବେଶରେ ବିରୋଧୀଙ୍କ ଉପରେ ବର୍ଷୁଛନ୍ତି। ବିରୋଧୀ ମିଛ କହିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବୋଲି ନବୀନ କହିଛନ୍ତି। ନବୀନଙ୍କ ରାଜନୈତିକ ଯାତ୍ରା ଆସିକାରୁ ଆରମ୍ଭ ହୋଇଥିଲା। ବିକାଶ ଧାରା ଏବେ ବି ଜାରି ରହିଥିବ ବୋଲି ବିଜେଡି କହିଛି। କବି ସୂର୍ଯ୍ୟନଗର ହେଉଛି ଖଲିକୋଟ ଆସିକା ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ ରହିଛି। କବି ସୂର୍ଯ୍ୟନଗରରେ ବିଧାୟକ ରଚିକା ପ୍ରଧାନଙ୍କୁ ବରିଷ୍ଠ ବିଜେପି ନେତା ହରପ୍ରସାଦ ସାହୁ ବିରୋଧ କରୁଥିଲେ। ତାଙ୍କ ଝିଅ ରଞ୍ଜିତାଙ୍କୁ ସଂସଦ ପ୍ରାର୍ଥୀ କରି ହରି ସାହୁଙ୍କୁ ବିଜେଡି ମ୍ୟାନେଜ କରିଥିବା କୁହାଯାଇଛି। ଖଲିକୋଟରେ ବିଧାୟକ ସୂର୍ଯ୍ୟକାନ୍ତ ଏବଂ ଝାଙ୍କୁ ପୁଣି ପ୍ରାର୍ଥୀ କରିବା ନିଷ୍ପତ୍ତିକୁ ବିରୋଧ କରି ଦଳ ଛାଡ଼ିଲେ ଅନେକ ନେତା ଓ କର୍ମୀ। ସେହିପରି ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁଙ୍କୁ ମଧ୍ୟ ବିରୋଧ କରାଯାଇଛି। ତେଣୁ ଆସିକାରେ ବିଦ୍ରୋହୀ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ବିଦ୍ରୋହୀ। ବିଜେଡି ଏବଂ ବିଜେପି। ବିଜେଡି ନେତା ହରପ୍ରସାଦ ସାହୁଙ୍କୁ ଝିଅ ରଞ୍ଜିତା ସାହୁଙ୍କୁ ଆସିକାରେ ପ୍ରାର୍ଥୀ କରିଛି ବିଜେଡି। ହର ସ୍ୱାଇଁଙ୍କୁ ଆସିକା ଅଞ୍ଚଳରେ ଭଲ ସଂଗଠନ ରହିଛି। ସେପଟେ ପୁଣି ଥରେ ବିଜେପି ପ୍ରାର୍ଥୀ ହୋଇ ରହିଛନ୍ତି ରାମକୃଷ୍ଣ ପଟ୍ଟନାୟକ। ଝିଅ ଅନିତା ଶୁଭଦର୍ଶିନୀ ଗତଥର ଦ୍ୱିତୀୟ ସ୍ଥାନରେ ଥିବା ଅନିତାକୁ 3 ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ପ୍ରମିଳା ବିଷୟୀ ଭଲ ଫାଇଟ୍ ଦେବା ସହ ବିଜେପିର ଭୋଟ ପରସେଣ୍ଟେଜକୁ 26%ରୁ ଅଧିକା ବଢ଼ାଇଥିଲେ। ତେଣୁ ଏଥର ଟକ୍କର ରଞ୍ଜିତା ଓ ଅନୁରାଗଙ୍କ ମଧ୍ୟରେ ହେବ ବୋଲି କୁହାଯାଇଛି।